ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାର ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଯେମିତିକି ଆପଣ ଜାଣିଥିବେ ଯେ ସିଟି ପରୀକ୍ଷାର ଅନଲାଇନ୍ ଆପ୍ଲାଏ ଆଗାମୀ ମେ ମାସରେ ଆପଣଙ୍କର ହେବା ପାଇଁ ଯାଉଛି ଏବଂ ପରୀକ୍ଷା ଆପଣଙ୍କର ଜୁନ୍ ମାସରେ ଆପଣଙ୍କର ହେବ। ଏବଂ ଏମିତି ଗୋଟେ ଆପଣଙ୍କର ପରୀକ୍ଷା ଯେଉଁଥିରେ କେବଳ ଫର୍ମ ଆପ୍ଲାଏ କଲା ମାତ୍ରେ ଆପଣ କ୍ୱାଲିଫାଇ କରିପାରିବେ ଯଦି ଆପଣ କେବଳ ଏହି ପ୍ଲାନିଂ ଭିଡ଼ିଓକୁ ଦେଖିଦେଇଛନ୍ତି। ୟୁଟ୍ୟୁବରେ ସର୍ଚ୍ଚ କରନ୍ତୁ ସିଟି ପ୍ଲାନିଂ ଭିଡ଼ିଓ ବାଇ ଲକ୍ଷ୍ମୀଧର ସାର୍, ଆଉ ଖାଲି ଗୋଟିଏ ପ୍ଲାନିଂ ଭିଡ଼ିଓକୁ ଦେଖିଦିଅନ୍ତୁ, ଡିସ୍କ୍ୱାଲିଫାଇ ତ ଆପଣ ହେବେ ନାହିଁ। ଠିକ୍ ଅଛି, ଖାଲି ଯେମିତିକା ୱେରେ ମୁଁ ଆପଣଙ୍କୁ ପଢ଼ିବା ପାଇଁ କହିଛି ଖାଲି ସେମିତିକା ୱେରେ ଆପଣ ପଢ଼ନ୍ତୁ। ସବୁଦିନ କ୍ଲାସ୍ ଆପଣଙ୍କ ପାଇଁ ଲକ୍ଷ୍ମୀଧର ସାର୍ ଅଫିସିଆଲ୍ ଆପ୍ଲିକେସନରେ କରାହୁଏ। ଠିକ୍ ଅଛି, ତ କ୍ୱେଶ୍ଚନ୍ସକୁ ଆପଣ ଦେଖନ୍ତୁ, ଦେଖିବେ ସବୁ କ୍ୱେଶ୍ଚନ୍ସ ପ୍ରାୟତଃ ଆପଣ ଦେଖୁ ଦେଖୁ କରିପାରିବେ। ତ ଚ୍ୟାନେଲକୁ ନୂଆ ଅଛନ୍ତି ଦେନ୍ ଏବେ ହିଁ ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନ୍କୁ ବି ଆପଣ ଅନ୍ କରିଦେବେ। ଆସନ୍ତୁ ଆମେ କିଛି କ୍ୱେଶ୍ଚନ୍ସକୁ ଡିସ୍କସନ୍ କରିବା ଯାହାକି ଗତ 2025 ମସିହାରେ ଆପଣଙ୍କର ଆସିଥିଲା। ପଚାରିଛି ପାଳ ବଂଶର ବା ପାଳ ସାମ୍ରାଜ୍ୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆପଣଙ୍କର ମହତ୍ତ୍ୱପୂର୍ଣ୍ଣ ଶିକ୍ଷା କେନ୍ଦ୍ର କ'ଣ ଥିଲା? ଆପଣ ଏଇ ଅପସନ୍ ଗୁଡ଼ାକୁ ଦେଖିଲେ ବି ପ୍ରାୟତଃ ଜାଣିପାରିବେ। ଦେଖନ୍ତୁ ଏ ଭିତରୁ କାହା ସମ୍ପର୍କରେ ଆପଣ ଜାଣିଛନ୍ତି? ବିକ୍ରମଶିଳା ଶୁଣିଥିବେ, ତକ୍ଷଶିଳା, ବିକ୍ରମଶିଳା ଏଇସବୁ ଗୁଡ଼ା ଗୋଟେ ଗୋଟେ ଆପଣଙ୍କର ଶିକ୍ଷା କେନ୍ଦ୍ର ଆପଣଙ୍କର ଥିଲା। ଦେଖୁ ଦେଖୁ କରି ହେଉଛି ରେ, କିଛି ଅସୁବିଧା ନାହିଁ, ସବୁଗୁଡ଼ା ଆପଣ ଦେଖୁ ଦେଖୁ କରିପାରିବେ। ପଚାରିଛି ଯେ ଶୁଙ୍ଗ ବଂଶର ପ୍ରତିଷ୍ଠାତା ଆପଣ ଏଲିମିନେଟ୍ କରିପାରିବେ ନା? ଦେଖନ୍ତୁ ଚନ୍ଦ୍ରଗୁପ୍ତ ମୌର୍ୟ ତ ମୌର୍ଯ୍ୟ ବଂଶ, ମହାବୀର ଜୈନ ଏ ତ ଜୈନିଜିମ୍ ମନେ ଅଛି ରେ, ସମ୍ରାଟ ଅଶୋକଙ୍କ ସମ୍ପର୍କରେ ତ ଆପଣଙ୍କର ମନେ ଅଛି। ତାହେଲେ ବାକି ରହିଲା ଆପଣଙ୍କର କେଉଁଟା? ପୁଷ୍ୟମିତ୍ର। ତାହେଲେ ସଠିକ୍ ଉତ୍ତର ଆପଣଙ୍କର କ'ଣ ହେଇଯିବ ନା ପୁଷ୍ୟମିତ୍ର। ଏମିତିକା ଆପଣ ଏଲିମିନେଟ୍ କରିଦେଲେ ହିଁ ଆପଣଙ୍କର ଗଲା। ଠିକ୍ ଅଛି, ନେକ୍ସଟ ପଚାରିଛି ହ୍ୱିଚ୍ ଅଫ୍ ଦ ଫଲୋଇଂ ମେଟେରିଆଲ୍ସ ଆର୍ ୟୁଜ୍ଡ ଇନ୍ ଦ କନଷ୍ଟ୍ରକ୍ସନ୍, ମାନେ ପୁରାତନ କାଳରେ ଲୋକମାନେ କେମିତି ଘର ଆପଣଙ୍କର ତିଆରି କରୁଥିଲେ? ଦେଖୁ ଦେଖୁ କରିହେବ ନା? ଦେଖନ୍ତୁ ସେଇ ସମୟରେ ଲୋକମାନେ କାଚ ଆପଣଙ୍କର କେଉଁଠୁ ପାଇବେ, କାର୍ଡ଼ବୋର୍ଡ଼ ଆପଣଙ୍କର କେଉଁଠୁ ପାଇବେ? ତ ଆଇଦର ଘାସ ହେବ ନହେଲେ ଆପଣଙ୍କର ଇଟା। ତ ଆପଣ ଘାସରେ ତ ଘର ଆପଣ କେବେ ଦେଖିନଥିବେ, ଘର ନର୍ମାଲି ଇଟାରେ ଆପଣଙ୍କର କରାଯାଏ। ଠିକ୍ ଅଛି, ନେକ୍ସଟ ପରବର୍ତ୍ତୀ କ୍ୱେଶ୍ଚନ୍ ଦେଖନ୍ତୁ। ପଚାରିଛି ଇନ୍ ହ୍ୱିଚ୍ ଅଫ୍ ଦ ଫଲୋଇଂ ଇୟର୍ସ ୱାଜ୍ ଦ ଟ୍ରେଟି ଅଫ୍ ଅମୃତସର ସାଇନ୍ଡ ବିଟୱିନ୍ ରଞ୍ଜିତ ସିଂ ଆଣ୍ଡ ଇଷ୍ଟ ଇଣ୍ଡିଆ କମ୍ପାନୀ? ମହାରାଜା ରଞ୍ଜିତ ସିଂଙ୍କ ମଧ୍ୟରେ ଆପଣଙ୍କର ଏତିକି ତ ମନେ ଥିବ ଯେ ପର୍ଯ୍ୟନ୍ତ ସେ ରାଜା ଥିଲେ ସେ ପର୍ଯ୍ୟନ୍ତ ସେମାନେ ଅଧିଗ୍ରହଣ କରିପାରିନଥିଲେ, ତାଙ୍କର ଡେଥ୍ ପରେ ହିଁ ଆପଣଙ୍କର ହେଇଥିଲା। ତ ଏଇଟା 1809 ମସିହାରେ ଆପଣଙ୍କର ହେଇଥିଲା। ଠିକ୍ ଅଛି, ନେକ୍ସଟ ପଚାରିଛି ଲର୍ଡ କ୍ଲାଇଭେଡ୍ ଆଚ୍ଛା କେଉଁ ଟ୍ରେଟି ପରେ ଇଂରେଜମାନେ ଓଡ଼ିଶା, ବିହାର, ବେଙ୍ଗଲ ଏଇସବୁର ଜମିଦାରୀ ରାଇଟ୍ସକୁ ଆପଣଙ୍କର ଅକ୍ତିଆର କଲେ? ଆମେ ଜାଣିଛେ କେଉଁ ଟ୍ରେଟି ଦ୍ୱାରା? ବକ୍ସର ଯୁଦ୍ଧ ପରେ ଆପଣଙ୍କର କେଉଁ ଟ୍ରେଟି ହେଇଥିଲା? ଟ୍ରେଟି ଅଫ୍ ଆଲାହାବାଦ। 1765 ମସିହାରେ ଟ୍ରେଟି ଅଫ୍ ଆଲାହାବାଦ ହେଇଥିଲା। ଏ ଟ୍ରେଟି ଅଫ୍ ଆଲାହାବାଦ ଯୋଗୁଁ ଇଂରେଜମାନେ ଓଡ଼ିଶା, ବିହାର, ବେଙ୍ଗଲର ଜମିଦାରୀ ରାଇଟ୍ସକୁ ଆପଣଙ୍କର ଅକ୍ତିଆର କରିଥିଲେ। ଏ ଭିତରୁ କାହାର ପଞ୍ଚାୟତରାଜ ବ୍ୟବସ୍ଥା ଆପଣଙ୍କର ନାହିଁ? ଆମେ ଅପସନ୍କୁ ଦେଖିକି ମଧ୍ୟ ଆପଣଙ୍କର ଏଲିମିନେଟ୍ କରିଦେଇ ଆପଣଙ୍କର ପାରିବା। ଦେଖନ୍ତୁ ଆମର ଯେଉଁ ନର୍ଥ ଇଷ୍ଟ ରାଜ୍ୟଗୁଡ଼ା ଆପଣଙ୍କର ରହିଲା, ନାଗାଲାଣ୍ଡ, ମିଜୋରାମ, ମେଘାଳୟ ଅଲ୍ ଅଛି, ମାନେ ତ ମାରିଦେବେ। ଏମାନଙ୍କର କାହାରି ବି ପଞ୍ଚାୟତରାଜ ବ୍ୟବସ୍ଥା ଆପଣଙ୍କର ନାହିଁ। ପଚାରିଛି ଯେ ଏଇ ଭିତରୁ କେଉଁଟା ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ, ରାଜ୍ୟ ସରକାର ଆପଣଙ୍କର କଲେକ୍ଟ ଆପଣଙ୍କର କରନ୍ତି? ଦେଖନ୍ତୁ ଆମେ ଏଲିମିନେଟ୍ କରିଦେଇପାରିବା। ଇନକମ୍ ଟ୍ୟାକ୍ସ ତ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଆପଣଙ୍କର କରନ୍ତି। କର୍ପୋରେସନ୍ ଟ୍ୟାକ୍ସ, ଏକ୍ସାଇଜ୍ ଡ୍ୟୁଟି ଏଇ ସବୁଗୁଡ଼ା ଆପଣଙ୍କର କିଏ କରି ନା ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଆପଣଙ୍କର କରିଥାନ୍ତି। ତାହେଲେ ବାକି ରହିଲା ଆପଣଙ୍କର କେଉଁଟା? ଏଣ୍ଟରଟେନମେଣ୍ଟ ଟ୍ୟାକ୍ସ, ୟାକୁ ଆପଣଙ୍କର କିଏ କରିଥାଏ? ନା ରାଜ୍ୟ ସରକାର ଆପଣଙ୍କର କରିଥାନ୍ତି। କରିହେଉଛି ରେ, କିଛି ଅସୁବିଧା ନାହିଁ। କହୁଛି ସେଭେନ୍ଥ ସେଡ୍ୟୁଲରେ ଆମର କାହା ସମ୍ପର୍କରେ ଆପଣଙ୍କର ମେନସନ୍ ଅଛି? ଆପଣ ଜାଣିଥିବେ ଆମର ପୂର୍ବରୁ 8ଟି ଆପଣଙ୍କର ସେଡ୍ୟୁଲ ଥିଲା, କିନ୍ତୁ ବର୍ତ୍ତମାନ ଆପଣଙ୍କର 12ଟି ଆପଣଙ୍କର ରହିଛି। ଆଉ ସେଭେନ୍ଥ ସେଡ୍ୟୁଲରେ ଆମର ଡିଷ୍ଟ୍ରିବ୍ୟୁସନ୍ ଅଫ୍ ପାୱାର ଗୁଡ଼ାକୁ ଯେଉଁ 3 ଭାଗରେ ଡିଭାଇଡ୍ କରାଯାଇଛି, ଯେଉଁଗୁଡ଼ା ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଅଧୀନରେ ତାକୁ ୟୁନିୟନ ବୋଲି କହୁଛେ, ଯେଉଁଗୁଡ଼ା ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ଅଧୀନରେ ତାକୁ ଷ୍ଟେଟ୍ ବୋଲି କହୁଛେ, ଆଉ ଯେଉଁଗୁଡ଼ା ବୋଥ୍ ରାଜ୍ୟ ଆଉ କେନ୍ଦ୍ର ସରକାରଙ୍କର ଅଧୀନରେ ତାକୁ ଆମେ କନକରେଣ୍ଟ ବୋଲି କହୁଛେ। ପୂର୍ବରୁ ଆପଣଙ୍କର କେତେ ଥିଲାରେ ଆମର ମନେ ଥିବ
97, 66 ଆଉ 47 ଆଉ ବର୍ତ୍ତମାନ ଆପଣଙ୍କର କେତୋଟି ରହିଛି ଆମର 100, 61 ଆଉ ଆପଣଙ୍କର 52 ମନେ ଅଛି। ଏବଂ ଆଉ ଗୋଟେ ଜିନିଷ ପରୀକ୍ଷାରେ ପଚାରେ ଯେ ଯେଉଁ ଜିନିଷ ଗୁଡ଼ା ଆପଣଙ୍କର କାହାରି ବି ଅଧୀନରେ ଆପଣଙ୍କର ନାହିଁ ତାକୁ ଆମେ କ'ଣ ବୋଲି କହୁ? ରେସିଡୁଆରୀ ପାୱାର ବୋଲି ଆମେ କହିଥାଉ। ଆଉ ପରୀକ୍ଷାରେ ପଚାରେ ଯେ ରେସିଡୁଆରୀ ପାୱାର ଗୁଡ଼ା କାହା ଅଧୀନରେ ଆପଣଙ୍କ ରହିଛି, ତ ଆମେ କ'ଣ କରିଦେବା? ଭାରତର ପାର୍ଲାମେଣ୍ଟ ଅଧୀନରେ ଆପଣଙ୍କ ରହିଅଛି। ଠିକ୍ ଅଛି। ପଚାରିଛି ହ୍ୱିଚ୍ ଅଫ୍ ଦ ଫଲୋଇଂ ଲାଇନ୍ ଡିଭାଇଡ୍ସ ଆର୍ଥ ଇଣ୍ଟୁ ନର୍ଥ ଆଣ୍ଡ ସାଉଥ। ଦେଖନ୍ତୁ এইটা হচ্ছে আপনার পৃথিবী, এইটা হচ্ছে আমার ইস্ট, এইটা হচ্ছে ওয়েস্ট, এইটা নর্থ, এইটা সাউথ। আমি কেউ জায়গায় লাইনটাকে ড্র কলে নর্থ আউ সাউথ হব কহিলে? এই জায়গায় না। যদি এই জায়গায় এমনি লাইনটা ড্র করা উপর পটে নর্থ রহিলা, তল পটে আপনার সাউথ রহিলা, রাইট? দেখিপারছেন না? কিন্তু যদি আমি ধরাযাଉ এমিতি ভাগ কলে দেন ইস্ট আউ ওয়েস্ট আপনার হুঁতা। তো এই লাইনটাকে আমি কোণ বলি কহু? ইকুয়েটর বলি আমি কইথাও। কোণ বলি কহু রে? ইকুয়েটর বলি আমি কইথাও। চলিব। নেক্সট পরবর্তী কোশ্চিন দেখন্তু। এই যে কন্টিনে ଆପଣ ଏମିତି ଗୋଟେ ବି ପ୍ରଶ୍ନ ପାଇବେନି ଯୋଉଟାକି ଆମେ ଆପଣଙ୍କର ପଢ଼ି ନାହୁଁ କିମ୍ବା ଆପଣ ଦେଖୁ ଦେଖୁ କରିପାରିବେନି। ସବୁଗୁଡ଼ା ଦେଖୁ ଦେଖୁ କରି ହେବ ମାନେ ଆପଣଙ୍କର ହେବ, ଗ୍ୟାରେଣ୍ଟି ମୋର। ଆପଣ କଣ୍ଟିନେଣ୍ଟାଲ ଡ୍ରିଫ୍ଟ ଥିଓରି ଆପଣଙ୍କର କିଏ ଦେଇଥିଲେ ବୋଲି ଆମକୁ ପଚାରିଛି। ଆମେ ଜାଣିଛେ ନା ଆଲଫ୍ରେଡ୍ ୱେଗେନାର। ଆଲଫ୍ରେଡ୍ ୱେଗେନାରଙ୍କର ତାକୁ ଆମେ କଣ୍ଟିନେଣ୍ଟାଲ ଡ୍ରିଫ୍ଟ ଥିଓରି ବୋଲି ଆମେ କହିଥାଉ। ପଚାରିଛି ଦେଖନ୍ତୁ ହ୍ୱାଟ୍ ଇଜ୍ ଦ ଟାଇମ୍ ଡିଫରେନ୍ସ ବିଟୱିନ୍ ଟୁ ଲାଙ୍ଗୁଏଜ୍। ଦେଖନ୍ତୁ ଆମେ ଜାଣିଛେ ଆମ ପୃଥିବୀ 24 ଘଣ୍ଟାରେ ଆପଣଙ୍କର କେତେ ଡିଗ୍ରୀ ବୁଲେ? 360 ଡିଗ୍ରୀ ଆପଣଙ୍କର ବୁଲେ। ତାହେଲେ ଗୋଟେ ଘଣ୍ଟାରେ ଆପଣଙ୍କର କେତେ ନା 15 ଡିଗ୍ରୀ ଆପଣଙ୍କର। ଆଉ ଗୋଟେ ଘଣ୍ଟା ମାନେ 60 ମିନିଟ୍। 60 ମିନିଟ୍ରେ ଆପଣଙ୍କର 15 ଡିଗ୍ରୀ ଆପଣଙ୍କର ବୁଲେ। ତାହେଲେ 1 ଡିଗ୍ରୀ ବୁଲିବା ପାଇଁ କେତେ ସମୟ ଆପଣଙ୍କୁ ଲାଗିଥାଏ? 4 ମିନିଟ୍ ଆପଣଙ୍କର। ଆଉ ପିଲାମାନେ ତରବର ହେଇକି ଦୁଇଟି ଭାବିକରି ସେମାନେ ଆରେ ଦୁଇଟା ମାନେ କ'ଣ? ଧରାଯାଉ এইটা ଆଉ এইটা ଦୁଇଟା ହେଲା ନା, ତ এইଠୁ ଏତିକି ଯିବା ପାଇଁ ଆପଣଙ୍କର କେତେ? ସେଇ 4 ମିନିଟ୍ର ଟାଇମ୍ ଡିଫରେନ୍ସ ଆପଣଙ୍କ ରହିଥାଏ। ପଚାରିଛି ସବୁଠାରୁ ଗରମ ଆପଣଙ୍କର କେଉଁଟା? ଏହା ପୂର୍ବ ଭିଡ଼ିଓରେ ମଧ୍ୟ ଆମେ ଡିସ୍କସନ୍ କରିଥିଲେ। ସବୁଠୁ ଅଧିକ ଟେମ୍ପରେଚର ଆପଣଙ୍କର ଥର୍ମୋପରା। ଥର୍ମୋ ମାନେ ହିଁ ଆପଣଙ୍କର ହିଟ୍। ଯେଉଁଠି ସବୁଠାରୁ ଅଧିକ ଗରମ ଆପଣଙ୍କର ଥର୍ମୋସ୍ଫିୟର ବା ତାକୁ ଆମେ ଆୟନୋସ୍ଫିୟର ବୋଲି ମଧ୍ୟ ଆମେ କହିଥାଉ। ଚଳିବ ହେଲା। ଆମର ପଚାରିଛି ଏ ଭିତରୁ କେଉଁଟା ଗ୍ଲୋବାଲ ୱାଇଣ୍ଡ? ବେସିକାଲି ଆପଣଙ୍କର ଟାଇପ୍ସ ଅଫ୍ ୱାଇଣ୍ଡ ଫ୍ଲୋ ତ ମନେ ଅଛିରେ, ପାର୍ମାନେଣ୍ଟ ୱାଇଣ୍ଡ, ସିଜନାଲ ୱାଇଣ୍ଡ, ଆଉ ଗୋଟେ ଆପଣଙ୍କର ଲୋକାଲ ୱାଇଣ୍ଡ ନା। ତ ଯେଉଁ ଇଷ୍ଟର୍ଲିଜ, ୱେଷ୍ଟର୍ଲିଜ, ଟ୍ରେଡ୍ ୱାଇଣ୍ଡ ଏସବୁ ଗୁଡ଼ା ଗୋଟେ ଗୋଟେ ଆପଣଙ୍କର କ'ଣ ନାରେ ପାର୍ମାନେଣ୍ଟ ୱାଇଣ୍ଡ ଆପଣଙ୍କର ଅଟେ। ଆଉ ଅଛି ମାନେ ତ ମାରିଦେବା ଆମେ ଆଉ। ନେକ୍ସଟ କହୁଛି ହ୍ୱିଚ୍ ଅଫ୍ ଦ ଫଲୋଇଂ ଇଜ୍ ଦ ଗ୍ରେଜୁଆଲ ଇନକ୍ରିଜ୍ ଇନ୍ ଦ concentration of phosphorus, nitrogen and other plant। ଦେଖନ୍ତୁ ବେସିକାଲି କ'ଣ କହୁଛି ରେ ନା ଫସ୍ଫରସ୍, ନାଇଟ୍ରୋଜେନ୍ ଏଇସବୁର ବୃଦ୍ଧି କରିଥାଏ। କେଉଁଟା ଆପଣଙ୍କର ବୃଦ୍ଧି କରେ? ୟାକୁ ତ ଆମେ ଆପଣଙ୍କର କ'ଣ ବୋଲି କହିଥାଉ ନା ଭୂସ୍ଖଳନ ତ କୁହାଯିବନି ରେ, ତାପରେ ମୂର୍ତ୍ତିକା କ୍ଷୟ ବି ନୁହେଁ, ତାହେଲେ ୟୁଟ୍ରୋଫିକେସନ୍ ବୋଲି ଆମେ କହିଥାଉ। ଚଳିବ। ସବୁଗୁଡ଼ା ଦେଖୁ ଦେଖୁ କରି ହେଉଛି ନା କରି ହେଉନି? କରି ହେଉଛି ନା? ତ ଲାଇକ୍ ଆଉ ସେୟାର କରିକି ସବୁ ସାଙ୍ଗମାନଙ୍କୁ ବି ଜଣାଇଦେବେ। ଆପଣଙ୍କର ଭାଇ ଭଉଣୀ କେହି ବି ଯଦି ସିଟି ପରୀକ୍ଷାରେ ସୁନିଶ୍ଚିତ କ୍ୱାଲିଫାଇ କରିବା ପାଇଁ ଚାହୁଁଛନ୍ତି, ଖାଲି ୟୁଟ୍ୟୁବରେ ସିଟି ପ୍ଲାନିଂ ଭିଡ଼ିଓ ବାଇ ଲକ୍ଷ୍ମୀଧର ସାର୍ ଥରେ ଖାଲି ଦେଖିଦିଅନ୍ତୁ। କ୍ୱେଶ୍ଚନ୍ସ ଦେଖୁ ଦେଖୁ ଆପଣ ଉତ୍ତର କରିପାରିବେ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ। ଧନ୍ୟବାଦ।